Good evening all. Welcome to Odisha Regional Study Fund. तो पिलाମାନେ ଆଜି ଆମେ ପଢିବା ତମର PMST 2024 ର ଆମେ ଚାପ୍ଟର ପଢୁଛେ ଶତକଡାର ପ୍ରୟୋଗ ତାର ହଉଛି ଏଟା 3 ନମ୍ବର କ୍ଲାସ ହଉଛି ପିଲା 3 ନମ୍ବର କ୍ଲାସ ତ Yes, sir. ଓକେ ତ ବେସିକାଲି ମୁଁ ଡାଇରେକ୍ଟ କ୍ୱେଶ୍ଚିନ୍ ରୁ ଯାଉଛି କାହିଁକି ନା ଆମେ ବେସିକ ଦିଟା କ୍ଲାସରେ ପଢି ସାରିଛେ ଡାଇରେକ୍ଟ ମୁଁ କ୍ୱେଶ୍ଚିନ୍ ରୁ ଆରମ୍ଭ କରୁଛି ଆଜି ଆମେ ଚେଷ୍ଟା କରିବା 15ଟା କ୍ୱେଶ୍ଚିନ୍ ସାରିବା ପାଇଁ ଆଉ ତମମାନଙ୍କୁ ନିହାତି ମୁଁ ଭଲସେ ବୁଝିବାକୁ ଚେଷ୍ଟା କରିବି ତ ପିଲା ଦେଖ କାଲି ଆମେ ପଢିଥିଲେ ଯେତେବେଳେ ଏମିତି କ୍ୱେଶ୍ଚିନ୍ ଆସିବ ଗୋଟେ ବଢିଆ ସହଜ ଟ୍ରିକ୍ ତମମାନଙ୍କ ପାଇଁ ଆଣିଛି ଯେତେବେଳେ ଏମିତି କ୍ୱେଶ୍ଚିନ୍ ଆସିବ ମାନେ କଣ ତମକୁ ଗୋଟେ ଏକ୍ସାମ୍ପଲ ଦେଇଥିଲି ତରଭୁଜର ଦେଖ क्वेश्चन टाइप गोटे ଦେଇଥିଲି ତମକୁ ୱାଟରମେଲନ ବା ତରଭୁଜ ଆଉ ଗୋଟେ କାଲି ତମେ ପଢିଥିଲ କଣ ଖଜୁରୀ ପଢା ନାଇଁ ଖଜୁରୀ ଖଜୁରୀ ଗଲା ଖଜୁରୀ ହଉଛି ଡେଟ୍ସ ବୋଧେ ଇଂଲିଶ ନାଇଁ ଡେଟ୍ସ ଓକେ ତାପରେ ହଉଛି ଆଉ କଣ ନା ଆଉ ଆସିବ ମିଲ୍କ ଆଣ୍ଡ ୱାଟର କ୍ଷୀର ପାଣି କାଲି ପଢିନଥିଲ Yes, sir. ঠিক আছে তো এই টাইপର क्वेश्चन ଆସିଲେ ଆମେ ଚୁଟକିରେ ସାଙ୍ଗେ ସାଙ୍ଗେ କରିପାରିବା ତା ପାଇଁ ଗୋଟେ ବଢିଆ ଟେକ୍ନିକ ଅଛି ସୋ ଏଇ ତିନିଟା ମାନେ ଏମିତି କହିଥିବ ଯେ ଏମିତି ଶୁଖେଇଦେଲି ବା ପାଣି ମିଶେଇଦେଲି ଏହା ହେଇଗଲା ସେୟା ହେଇଗଲା ଏମିତି କ୍वेଶ୍ଚନ ଆସିଲେ ଆମେ ୱିଦିନ ଗୋଟେ ମିନିଟ ବା 30 ସେକେଣ୍ଡରେ କେମିତି କରିବା ତା ପାଇଁ ବଢିଆ ଆନ୍ସର କହୁଛି ଟିକେ କ୍वेଶ୍ଚନ ଟା ବୁଝ ତାପରେ ଆମେ ଆଗକୁ ବଢିବା ଆଉ ହଁ ମୁଁ ଯେମିତି ଆଉ ଥରେ କହୁଛି ଯୋଉଠି ନ ବୁଝିପାରିଲ ନିଶ୍ଚୟ ମତେ ପଚାରିବ ପଚାରିଲେ ହିଁ ତମର ଡାଉଟ କ୍ଲିୟର ହବ ତ ସୁଷମା କିଛି ଖଜୁରୀ କିଣିଲା ସେଇ ଖଜୁରୀର 90% ଜଳୀୟ ଅଂଶ ଥିଲା ହେଲା ସେଇ ଖଜୁରୀର ହଁ ସେଇଟା ଗୋଟେ ଗୋଟେ ଜିନିଷ ରହିଯାଇଛି ମୁଁ କହୁଛି ଯଦି 10% ମାନେ ଆର ଭଗ୍ନାଂଶ ରୂପଟା ତମେ ଏକଥା ସମସ୍ତେ ଜାଣିଛ ଦ୍ୟାଟ ଇଜ 100 10/100 ତାକୁ କାଟିଦେଲା ପରେ Yes, 1/10 sir. ସମସ୍ତେ ଜାଣିଛ Yes. ତ 1/10 କହିଲେ ତମେ କଣ ବୁଝ ସେଇଟା ଆগে ବୁଝିବାକୁ ପଡିବ 1/10 ମାନେ କଣ ମାନେ 1/10 ମାନେ ହଉଛି ବର୍ତ୍ତମାନ କଣ୍ଡିସନ ହଉଛି ପ୍ରେଜେଣ୍ଟ ସିଚୁଏସନ ହଉଛି 1 ମାନେ ପ୍ରେଜେଣ୍ଟ ହଉଛି 1 ରେ ଅଛି ବଟ୍ ଫୁଲ ଟା ସବୁ ମାନେ ତଳଟା ସବୁବେଳେ ଫୁଲ ମାନେ ତଳ କହ ମୁଁ ଯଦି କହୁଛି ଏମିତି ଲେଖିଛି ଏଠି 220 ଲେଖିଛି ମୁଁ କହୁଛି 220 ର 1/10 ତମେ ବାହାର କଲ 220 ର 1/10 ବାହାର କଲ ତାକୁ କେମିତି ବାହାର କରିବ ବା 220 ର 10% ବାହାର କଲ ତାକୁ କେମିତି ବାହାର କରୁଥିଲ ନା 220 ଗୁଣନ 1/10 ତା 10% ତା କାଟିକି 10 କରିଦେବ 1/10 ଆକୁ କାଟି ସାରିଲା ପରେ ତାକୁ ପାଇଲ କେତେ that is Sir, 22 22. ହଁ ତାହେଲେ 22 ହଉଛି ପ୍ରେଜେଣ୍ଟ ସିଚୁଏସନ ମାନେ ତମକୁ ଯେମିତି କ୍ୱେଶ୍ଚିନ୍ ପଚାରିଛି ସେଇ ହିସାବରେ ଉତ୍ତର ହଉଛି 22 Yes. ବଟ୍ ଆକ୍ଚୁଆଲି ଫୁଲଟା କଣ ଫୁଲଟା ସବୁବେଳେ ତଳେ ଥାଏ ଫୁଲଟା ହଉଛି ତମର Yes. କେତେ ମାନେ ତମେ ଯଦି ଦେଖିବ ଏଠି 1 ହଉଛି 22 ଯଦି ମୁଁ ପଚାରିବି 10 କେତେ ଦେଖ ତମେ ଫୁଲଟା ପାଇଯିବ ଦେଖୁନ 10 କେତେ ପଚାରିଲେ କେତେ ହଉଛି 10 କେତେ ଗୁଣନ ପାଉଛ ତମେ 22 ବି ତ କଣ? 220 Yes, sir. ସିମ୍ପଲି Yes, ତମେ yes. ପାଇଯାଉଛ ଯେ ଫୁଲଟା ତାହେଲେ ତମେ ଯେକୌଣସି ଯଦି ମୁଁ ତମକୁ କ୍ୱେଶ୍ଚିନ୍ ପଚାରେ ମୁଁ ଲେଖିଛି 3/5 ତମେ ମତେ କଣ ବୁଝିବ ନା ସାର୍ ବର୍ତ୍ତମାନ ହଉଛି ପ୍ରେଜେଣ୍ଟଲି ସେ ହଉଛି 3 ବଟ୍ ତାର ଫୁଲଟା ଆଉ ହଉଛି ଫୁଲ୍ 5 ଟା ହଉଛି 5. Yes, sir. ତମେ ଏତିକି ତମେ ମାଇଣ୍ଡରେ ବୁଝିପାରୁଛ ଯଦି ଟିକେ ମୁଁ ଆଉ ଗୋଟେ କ୍ୱେଶ୍ଚିନ୍ ଲେଖିଛି 7/10 ତାହେଲେ ତମେ କହିବ ନା ସାର୍ ପ୍ରେଜେଣ୍ଟଲି ହଉଛି ସେଟା 7 ଟା 7 ହଉଛି ପ୍ରେଜେଣ୍ଟ ଟାଇମ୍ 7 ପ୍ରେଜେଣ୍ଟ ହଁ ହଉଛି ଆଉ 10 ଟା ହଉଛି ହଁ ଫୁଲ୍. 10 ହଉଛି ଫୁଲ ତାହେଲେ ଫୁଲ କଣ୍ଡିସନଟା ମୁଁ ଯଦି କହିବି ପିଲା ଯେ ଗୋଟେ ଭଲସେ ବୁଝିବାକୁ ଚେଷ୍ଟା କର ମୁଁ କହୁଛି 10% କାଲି ତ ମୁଁ ବୁଝିଥିଲି ପିଲା 10% କଣ ହଉଛି ବଢିଲା ଇନକ୍ରିଜ ହେଲା 10% ଇନକ୍ରିଜ ହେଲା ତାମାନେ 10% ଇନକ୍ରିଜ ହେଲା ଯେମିତି ତମ ମାଇଣ୍ଡରେ ଭାବୁଛ ଏଇଟା କଣ ତାହେଲେ ଜଷ୍ଟ ଏମିତି ଭାବ 10% ମାନେ କେତେ 1/10 Huh? ତାମାନେ Yes, sir. 10% ବଢିବ ମାନେ କେତେ ବଢିବ 1 ବଢିବ Hmm? ଉପରଟା ମାନେ ସେ କହୁଥିବା ଇନକ୍ରିଜ କର ତାହେଲେ 1 ବଢିବ ତାହେଲେ 1 ବଢିଲେ ମାନେ ଟୋଟାଲ 10 ଥିଲା 1 ବଢିଗଲା ତାହେଲେ 11 ହେଇଯିବ ନାହିଁ Yes, sir. Yes, sir. ବର୍ତ୍ତମାନ ମୁଁ କହୁଛି 10% ବଢିବା ମାନେ ହଉଛି 1 ଉପରଟା ବଢିବ 1 ବଢିବ ଆଗରୁ 10 ଥିଲା ସେ 11 ହେଇଗଲା 11/10 ବା ଏମିତି ଆମେ 11 ହେଇଯିବ ଉପରେ ତମ ମାଇଣ୍ଡକୁ ଆସିବା ଦରକାର ଧର ମୁଁ କହୁଛି ଯେ ତମ ପାଖରେ ଅଛି 20 200 ଅଛି ସେ ଜାଗାକୁ ପଳେଇ ଆସିଲେନି କ୍ୱେଶ୍ଚିନ୍ ହଁ ତମ ପାଖରେ ଧର ଅଛି that is 120 ଅଛି ତ Hmm. 120 ର 10% ତମେ ବଢେଇବାକୁ ଚାହୁଁଛ କେତେ ପରସେଣ୍ଟ ବଢେଇବ 10% ବଢେଇବ
तामाने 10% तुमका 1 बाय हाँ मु कहली 1 बाय 10 10% माने 1 बाय 10 माने 1 पड़िबो माने तुमको से पचारुची 11 केते 11 करिबा ताले सिंपली तमर जदी 8 मु 10 टा कोन कहली 10 टा तमरो फुल माने प्रथम जेटा थिला 120 ताले 11 केते पचारुची एटी क्वेश्चन बुझी पारछ 11 टा केते माने Yes, sir. 11 गुणन 120 बाय 10 काटी देले होची By तमरो केते 10. केते होची एटा 132 Yes, sir. 132 तो Yes, এইটা sir. হচ্ছে ওভারঅল কথা যে কিছু যদি বଢাইବାକୁ ଚାହୁଁଛେ ସେଇ ଏଇ କନସେପ୍ଟ ଟା ଟିକେ ମାଇଣ୍ଡ ରେ ରଖିଲେ ଆମେ କ୍ୱେଶ୍ଚିନ୍ ଟା ଆଗକୁ ଯାଇପାରିବା ଟିକେ ଏବେ ଚାଲ କ୍ୱେଶ୍ଚିନ୍ ଆଡକୁ ହଁ Mm-hmm. ସେ କହୁଛି 90% ଜଳ ଅଛି 90% ଜଳୀୟ ଅଂଶ ଅଛି ତ ପ୍ରଥମ ଯୋଉ ଆଉ 10% କଣ୍ଡିସନରେ ଖାଇବା ଜିନିଷ ହଁ ଖାଇବା ଜିନିଷ ବଢିଆ କଥା କାଲି ମୋର ମନେ ପଡୁନଥିଲା ସେଇଟା ଖଜୁରୀ ଯଦି କଣ୍ଡିସନ ହେଲା ଖଜୁରୀ ଖଜୁରୀ spelling ବୋଧେ ଏଇଆ, ହଁ ତ ଖଜୁରୀ ଯଦି କଣ୍ଡିସନ ତାହେଲେ ତମର ଫୁଡ ଜିନିଷ ଫୁଡ ମାନେ ହଉଛି ଖାଇବା ଆଉ ଗୋଟା ହଉଛି ତମ ନର୍ମାଲ ପାଣି ହେଲା ନାଇଁ Yes, sir. ତ ଖଜୁରୀରେ ହଁ ଫୁଡ ଅଛି ପାଣି ଅଛି ଏଇ କଣ୍ଡିସନ ତାହେଲେ ମତେ କୁହ ଯେ 90% ମାନେ 90% ଜଳୀୟ ଅଂଶ କହୁଛି ମାନେ 90% ୱାଟର କହୁଛି Yes, sir. 90% ମାନେ କଣ ତମେ ଏବେ ପଢିକି ଆସିଲ that is 90 by 100 Sir. ହଁ ନା Mm. ନାଇଁ ତ 90 by Yes, 100 sir. ଯଦି ଆକୁ କାଟିଦେବା କେତେ ହବ 9 by 10 Yes, sir. ତାମାନେ ତମେ କଣ ବୁଝିଲ ଯେ ଟୋଟାଲ ଟା ହଉଛି 10 ସେଥିରେ ହୁଁ 9 ହଉଛି ପାଣି ହଁ 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 ତମେ କହୁଛି 90% ହଉଛି ୱାଟର 90% ହଉଛି ଜଳୀୟ ଅଂଶ ତାମାନେ 90% ହଉଛି ପାଣି ସେଇ କଥା ଆମେ ଯଦି 90% କୁ ଭାଗିଲେ 9 by 10 ପାଇଲେ ତାର 9 ହେଇଗଲା ୱାଟର 10 ହଉଛି ଫୁଲ ମାନେ ଟୋଟାଲ ଖଜୁରୀ ତାହେଲେ ମତେ କିଏ କହିବ ଖାଦ୍ୟଟା କେତେ ହେଇଛି ଏକ ପରଫେକ୍ଟ କିଏ ବୁଝିପାରୁନ ଟିକେ ଭଲ ଦେଖ ଏଇ କନସେପ୍ଟ ଟାକୁ ଥରେ ବୁଝିଗଲେ ଆଉ ଏମିତି ତମକୁ ନିହାତି ପରୀକ୍ଷାରେ 3ଟା ବା 2ଟା କୋଶ୍ଚିନ୍ ପଡିବ କ୍ଷୀର ପାଣି କୋଶ୍ଚିନ୍ ପଡିବ ଏଇ ଖଜୁରୀ କୋଶ୍ଚିନ୍ ପଡିବ ତରଭୁଜ କୋଶ୍ଚିନ୍ ପଡିବ ମିନିମମ୍ 2ଟା କୋଶ୍ଚିନ୍ ପଡିବ ତାମାନେ ତମେ 3 ମାର୍କ 6 ମାର୍କ କୋଶ୍ଚିନ୍ 2 ମିନିଟରେ ବା 1 ମିନିଟରେ କରିକି ଆସିବ ତ ଭଲସେ ବୁଝ ସିଏ କହୁଛି 90% ଜଳୀୟ ଅଂଶ ଜଳୀୟ ଅଂଶକୁ ଆମେ ସେଇଟାକୁ ଲେଖିଲେ 90% ୱାଟର ଲେଖିଲେ ମାନେ ଜଳୀୟ ଅଂଶ ତାମାନେ 90/100 ସେଇଟାକୁ ଯଦି ଆମେ କାଟିଦେଲେ ହେଲେ 9/10 ତାମାନେ ମୁଁ କହିଲ ଉପରେ ଯୋଉଟା ସେଇଟା ପ୍ରେଜେଣ୍ଟ କଥା କହୁଛି ମାନେ ପ୍ରେଜେଣ୍ଟ ମାନେ ୱାଟର କଥା କହୁଛି ତାହେଲେ ୱାଟର ଟା ହେଇଗଲା କି ଏନ ଆଉ ଫୁଲ ଟା ସବୁବେଳେ ତମର ତଳେ ରହିବ ତାହେଲେ ଫୁଲ ମାନେ ଫୁଲ ଖଜୁରୀ ତାହେଲେ ଟୋଟାଲ ପାଣି ହଉଛି 9 ଫୁଲ ଖଜୁରୀ ହଉଛି 10 ତାହେଲେ ସେ କେତେ ଖାଇବା ଜିନିଷ ତା ଦେହରେ ଅଛି 1 ଅଛି ଏକ Yes, sir. ତାମାନେ ମୁଁ ଯଦି ଏଇ ଲେଖିଥିଲି ଫୁଡ ଆଉ ୱାଟର ତାହେଲେ ଫୁଡ ଜାଗାରେ 1 ଆଉ ୱାଟର ଜାଗାରେ 9 ଲେଖିବାରେ କିଛି ଭୁଲ ଅଛି ନା ତାହେଲେ ପ୍ରଥମ ଏ ଦେଖ ଏଇଗୁଡା ଯୋଉଗୁଡା ମୁଁ ଲେଖିଛି ଏଗୁଡା କିଛି କାମକୁ ନୁହଁ ମାନେ ଏଇଟା ତମ ମନରେ ଭାବିବ ଏଗୁଡା ତମେ ଆଗକୁ ଯୋଉ କୋଶ୍ଚିନ୍ କରିବ ଏଗୁଡା କିଛି ଲେଖିବାର ହିଁ ନାହିଁ ତାହେଲେ ତମେ ଥରେ ବୁଝିଗଲେ ଏଗୁଡା ଆଉ ଲେଖିବନି ତ ବର୍ତ୍ତମାନ ଏଇ କଣ୍ଡିସନରେ ମୁଁ କଥା ପଡିଛି ଯେ ହଁ ତ ବର୍ତ୍ତମାନ କଣ୍ଡିସନରେ ତମେ ପ୍ରଥମ ଏତିକି ବାଟ ଜାଣିଗଲେ ଯେ ଜଳୀୟ ଅଂଶ ଥିଲା ଯୋଉ କହିଥିଲା ଏତିକି ବାଟ ତମେ ଜାଣିଗଲ ଦ୍ୟାଟ ଇଜ ଖାଦ୍ୟ ହଉଛି 1 ୱାଟର ହଉଛି 9 ସରିଗଲା ଦେନ୍ No. ସେକେଣ୍ଡ Yes, sir. କୋଶ୍ଚିନ୍ ପଢ Yes, sir. ସେକେଣ୍ଡ କୋଶ୍ଚିନ୍ ପଢ ସେଇ ସେ ଖଜୁରୀ ସେ ଖଜୁରୀ ଗୁଡାକ ଶୁଖେଇଲା ପରେ ଖଜୁରୀରେ କେବଳ 60% ଜଳୀୟ ଅଂଶ ବଞ୍ଚିଲା ସେକେଣ୍ଡ କଣ୍ଡିସନକୁ ଆସ 60% ଜଳୀୟ ହଁ ଅଂଶ ପୁଣି ସେମିତି ଧର ମାନେ 60% 60% 60 ବିଭକ୍ତ 100 ହଁ 60 60 ବିଭକ୍ତ ବିଭକ୍ତ 100 ଆକୁ କାଟିଦିଅ କାଟିଦେଲା ପରେ ବୋଧେ ହବ ହଁ ଭାଇ 3/5 10 ହଁ 3/5 ନା ଆଉ 6/10 ପୁଣି କାଟିଦେଲା ପରେ 3/5 ହଁ ଆଜି 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 ଯୋଉ ପିଲା ଆସିছে ସବୁ ଯେମିତି କି ଦେଖିପାରୁଛି ବିଷ୍ଣୁପ୍ରିୟା ନିମ୍ସା ଅମରନାଥ ତାହେଲେ ବିଷ୍ଣୁପ୍ରିୟା ଆଉ ନିମ୍ସା ଚୁପ୍ କଣ ପାଇଁ ଅଛ ବୁଝିପାରୁନ ହ୍ୟାଲୋ Yes, sir. ନାଇଁ ମୁଁ ପଚାରୁଛି ବିଷ୍ଣୁପ୍ରିୟା ଆଉ ନିମ୍ସାକୁ ବୁଝିପାରୁଛ ନା କିଛି କନଫ୍ୟୁଜନ ହଉଛି
ଆମେ ଏଇ क्वेश्चन ଟାକୁ पूरा 9ଟା ପର୍ଯ୍ୟନ୍ତ ପଢି ପାରିବା କିଛି प्रोब्लेम ନାହିଁ। ଆମ ପାଖରେ ବହୁତ ଟାଇम ଅଛି। ମାନେ ଇଏ ଡିସେମ୍ବର ଅଛି, ଜାନୁଆରୀ ଅଛି, ଫେବୃଆରୀ ଅଛି, ପରୀକ୍ଷା ଯେତେବେଳେ ମାର୍ଚ୍ଚରେ ହବ ସେ ବି ଗ୍ୟାରେଣ୍ଟେଡ ନୁହଁ, ଆଉ ଲେଟ୍ ବି ହେଇପାରେ। ତ ସେମିତି ଆମର ବହୁତ ଟାଇମ ଏଇ ଗୋଟେ क्वेश्चन କୁ ବି ଆମେ 9ଟା ପର୍ଯ୍ୟନ୍ତ ପଢି ପାରିବା। ତ ତା ପାଇଁ ମନ ଦୁଃଖ କରିବାର କିଛି ନାହିଁ। ବର୍ତ୍ତମାନ ଖାଲି ଏତିକି କୁହ ତମେ ବୁଝିପାରିଲ ନା ବୁଝିପାରିଲ? ଯଦି ବୁଝିପାରିଲ ତାହେଲେ ମୁଁ ସେଇ କଥା 60% ଜଳୀୟ ଅଂଶ ମାନେ ତାମାନେ 60/, ପାଣି ଅଛି 60/100 ତାକୁ କାଟିକି 3/5 କରିଦବ, ଏତିକି ବାଟ ଯାଇଛି। ତାମାନେ ତମେ ଏ ଜାଗାରେ ପହଞ୍ଚିଲ 3ଟା ହଉଛି ପାଣି, 5ଟା ହଉଛି ଫୁଲ, ତାହେଲେ କିଏ କହିବ ଖାଦ୍ୟଟା କେତେ? 2। ପିଲା ବୁଝିପାରୁଛ ନା ନାଇଁ ମତେ କୁହ? ଆଜ୍ଞା ସାର୍। ମିର୍ସା ଆଜ୍ଞା and ସାର୍। ଓକେ, ଯଦି ତାହେଲେ ବୁଝିପାରୁଛ ମୁଁ ତମମାନଙ୍କୁ ହିଁ ସ୍ପେସିଫିକ ପଚାରୁଛି। ବର୍ତ୍ତମାନ ବିଷ୍ଣୁପ୍ରିୟାକୁ କ୍ୱେଶ୍ଚିନ୍ ପଚାରୁଛି। ଫାର୍ଷ୍ଟ କ୍ୱେଶ୍ଚିନ୍, ଗୋଟେ ମୋ ପାଖରେ ଲେମ୍ବୁ ଅଛି, that is lemon। ମୁଁ କହୁଛି ଏଥିରେ 20% କଣ ଅଛି ନା, ହଁ 20% ନୁହଁ, ହଁ ଆଧିରେ ଅଛି 70% ୱାଟର ଅଛି, ମୁଁ କହୁଛି ଜଳୀୟ ଅଂଶ ଅଛି। ତାହେଲେ ମତେ କୁହ ଏଇଟାକୁ ଭାଙ୍ଗିକି କୁହ ଯେ 10 ମିନିଟ୍ ଯେମିତି କରୁଥିଲି ସେଥିରେ ରେସିଓରେ, ମାନେ ଏଠୁ କହିବ ଅନୁପାତରେ ହେଲା, ମାନେ ତମର ୱାଟର ଆଉ ଫୁଡ ରେସିଓ କେତେ କୁହ? ଅନୁପାତରେ କୁହ। ଜଳୀୟ ଅଂଶ 70% ଅଛି ମୁଁ କହୁଛି, ତାମାନେ 70/100 ପୁଣି କାଟିଦିଅ, ତାମାନେ 7/10, ତାମାନେ 7 ହେଇଯାଉଛି ତମର କେତେ? ୱାଟର। ତାମାନେ ଖାଦ୍ୟ କେତେ ହବ? ତଳଟା ତ ଫୁଲ, ମାନେ ଫୁଲ ଲେମ୍ବୁଟା, 7 ଯଦି ପାଣି, ଆଉ କେତେ ଥିବ ଖାଦ୍ୟ? ଚାଲୁଅଛି ହଁ କି ନା ତମେ କହି ନ ପାର ଯଦି ଆସୁନି, ବଟ କଥା ହୁଅ ନା, କଥା ହେଲେ କିନା ମୁଁ ଜାଣିବି ତମମାନଙ୍କୁ ଶୁଭୁଛି କି ନାହିଁ। Yes, sir. ବିଷ୍ଣୁପ୍ରିୟା ମତେ ଲାଗିଲାନି ତମମାନଙ୍କ ପାଇଁ ଆଉ ଗୋଟେ ମତେ ଚାଲୁ କରିବାକୁ ପଡିବ। ଦେଖିପାରୁନି କିଏ ଅଛି କିଏ ନାହିଁ କ୍ଲାସ। ଓକେ, ଚାଲୁ କରିବା। ସମସ୍ତେ କୁହ ଏବେ କୁହ। ସାର୍ ମୁଁ କହିବି। ଚାଲୁ କର, କିଏ କହିବ? ଅମର, ମୁଁ କହୁଛି। ବିଷ୍ଣୁପ୍ରିୟା ଶୁଭୁଛି? ତମେ ମ୍ୟୁଟ, ମାନେ ଦି ଜଣ ଅନମ୍ୟୁଟ କରିକି ରଖ, କ୍ଲାସ ଚାଲିଛି ବା। ଅନମ୍ୟୁଟ କରି ରଖିଲେ ସିନା ତମେ ଆନ୍ସର କରିବ। ହଁ, ତେବେ ମତେ ଆର ଉତ୍ତର ଦିଅ, ତମେ ଏବେ ଅନମ୍ୟୁଟ କଲ, ଆର ଉତ୍ତର ଦିଅ, ମୁଁ ତ ପଚାରିଛି ତମକୁ। ନା ସାର୍ ମତେ ଆସୁନି। ହଁ, 3 ହବ ଫୁଲ, ସାର୍ ପରଫେକ୍ଟ। 3 ହବ ଫୁଲ। ଠିକ ସେମିତି ମୁଁ କହୁଛି ଏବେ ମୁଁ ନିରିସାକୁ ପଚାରୁଛି, ଏଇଟାକୁ ମୁଁ ଶୁଖେଇଦେଲି ହେଲା, ଏଇଟାକୁ ମୁଁ ଶୁଖେଇଦେଲି, ସେ ଏତିକି ଛୋଟ ହେଇଗଲା। ମୁଁ କହୁଛି ଏଥିରେ ବର୍ତ୍ତମାନ ଜଳୀୟ ଅଂଶ ଅଛି 40%। କଣ କହୁଛି ଜଳୀୟ ଅଂଶ ଅଛି 40%। ତାହେଲେ ମତେ ଆର ରେସିଓ ବର୍ତ୍ତନଟା କୁହ, ୱାଟର ଆଉ ଫୁଡର ରେସିଓ ବର୍ତ୍ତନଟା କୁହ। ପିଲା ଗୋଟେ ସାର୍ କଥା 2 ଜାଣିଛ, ବାଇ ହଁ ଦେଖିବା ଚାଲ କେତେ କହିଲେଣି। ହଁ ସାର୍ ଏଇଟା ହେଇଗଲା ଏଇଟା କେତେ 40, ହଁ କୁହ। ସାର୍ ଏଇଟା କଟାକଟି କଲେ ୱାଟର ଅଂଶଟା ଯୋଉଟା ସେଇଟା ଆମର 2 ଆସୁଛି, ଯୋଉଟା ଫୁଲଟା 5 ତିନି। ଆସୁଛି, ତାହେଲେ ଫୁଡ ଟା ବାହାର କରିବାକୁ ହେଲେ 5 - 2 3। ହେଲା ୱାଟର ପାଇଗଲ, ଫୁଡ ପାଇଗଲ। Yes, sir. ଦେଖ ତମ କଥା କହୁନ ବୋଲି ତମ ନାଁ ଭୁଲିଗଲେଣି, ବିଷ୍ଣୁପ୍ରିୟା। ଏବେ ତମେ ବୁଝିପାରିଲ ତ? Yes, sir. ଓକେ, ତାହେଲେ ଆମେ ଏବେ କ୍ୱେଶ୍ଚିନ୍ କୁ ଯିବା। ହଁ, ତାହେଲେ ପ୍ରଥମ କଣ୍ଡିସନରେ ତମେ ପାଇଗଲ ଖଜୁରୀ ଆଉ
ଖାଦ୍ୟର ରେସିଓ ପାଇଗଲା 1:9। ସେକେଣ୍ଡ କଣ୍ଡିସନ ଟା ତମେ ପାଇଲ ଏଠି ଗୋଟେ କିଏ ପାଇସାରିଥିବ। ହଁ, ସେକେଣ୍ଡ କଣ୍ଡିସନ ରେ 3 ହଉଛି ତମର, ସେକେଣ୍ଡ କଣ୍ଡିସନ ରେ 3 ହଉଛି ତମର କଣ ପିଲା, 3 ହଉଛି ୱାଟର, और 3 2 ହଉଛି ୱାଟର, होती 2 ହଉଛି 2 ଖାଦ୍ୟ। ये सर ତାହେଲେ ଏଇ ଜାଗାରେ ବର୍ତ୍ତମାନ ତମର କୋଶ୍ଚିନ୍ ଯେତେବେଳେ ପରୀକ୍ଷା ସଲ୍ଭ କରିବ ନା କେବଳ ଏତିକି କରିବ, ଏତିକି ଏତିକି ଆଉ କିଛି ନାହିଁ। କାହିଁକିନା ତା ସବୁ ଆଉ ସବୁ ମାଇଣ୍ଡରେ ପଳେଇ ଆସିବ, ଏତିକି ହିଁ କରିବ। ଆମର ଉତ୍ତର ବାହାରି ଯାଇଛି, କେମିତି ଉତ୍ତର ବାହାରି ଯାଇଛି ମୁଁ କହୁଛି ନା। ଏବେ ତମେ କମ୍ପେୟାର କର, ଏଇଟା ହଉଛି ମୁଁ ଯଦି ଲେଖୁଛି, ଏଇଟା ହଉଛି ତମର ଫ୍ରେଶ ଖଜୁରୀ, ଏଠି ଶୁଖି ନଥିଲା କିଛି। ଏଇଟା ହଉଛି ତମର ଟିକେ ଶୁଖି ଯାଇଥିବା ଡ୍ରାଏ ଖଜୁରୀ। ମୁଁ କିଛି ଭୁଲ ଲେଖିଛି? यस सर नो सर ତ ବର୍ତ୍ତମାନ କଣ୍ଡିସନ ମତେ ବୁଝାଅ ଯେ ତମେ ଯୋଉ ଖଜୁରୀ କଣ କ୍ଲାସ ବା क्या ନାଇଁ କ୍ଲାସ ଚାଲିଥିଲା। ହଁ, ତାହେଲେ ପିଲା ହଁ, ମୁଁ କହୁଥିଲି ଯେ ବର୍ତ୍ତମାନ କଣ୍ଡିସନରେ ତମେ ଯୋଉ ଫ୍ରେଶ ବେଳେ ହଉ ଡ୍ରାଏ ବେଳେ ହଉ ଖାଦ୍ୟଟା କେବେ କମ ବେଶୀ ହବାର ଥିଲା କି? नो नो सर। କମ ବେଶୀ ହବାର ନଥିଲା। ତମେ ବି ବୁଝିପାରୁଛ ନା ସାର୍, ଖାଦ୍ୟ ତ କେବେ କମ ବେଶୀ ହବା କଥା ନୁହେଁ, କିନ୍ତୁ ତମକୁ ଦେଖାଯାଉନି ଏଠି କମ ବେଶୀ ହେଇଯାଇଛି। ଏଠି 1 यस ଥିଲା सर ବେଳେ ଏଠି 2 ହେଇଯାଇଛି, ହଁ ନା इसमें ନାଇଁ? मछली ତାମାନେ बड़ी ଭୁଲ थी ହେଇଛି। ନା, हाँ ମୋ କହିବା କଥା ତମେ ସେ ୱାଟର କଥା ଭୁଲି ଯାଅ, ଖରାପ ରଖିଛ ଓବିୟସଲି ତ ଶୁଖିବ, ସେ କଥା ଅଲଗା କଥା। ବଟ ତମର ଯୋଉ ବେସିକ ପ୍ରିନ୍ସିପଲ, ତମେ ବେସିକ କଥା ତମେ ଚିନ୍ତା କରିବ, ଆରେ ଖାଇବା ଜିନିଷ ଯେତିକି ଥିଲା ସେତିକି ତ କୁଆଡେ ଯିବ, ହଁ ନା ନାଇଁ? ठीक ତାହେଲେ तब ତମେ क्या ସବୁଠୁ ଭଲ, ତମେ ସବୁଠୁ ଭଲ କଥା ଚିନ୍ତା କର ଯେ ତମ ଅଙ୍ଗୁରଟା, ତ ମାନେ ଗ୍ରେପ୍ସ, ତ ଗ୍ରେପ୍ସ କଣ୍ଡିସନରେ ତାକୁ ଯଦି ତମେ ଶୁଖେଇ ଦଉଛ କିସମିସ ହେଇଯାଉଛି, ନା ନାଇଁ? यस सर ତାହେଲେ ଅଙ୍ଗୁର ଖାଇଲା ବେଳେ ଯୋଉ ଜିନିଷଟା ଥିଲା ସେଇ ଜିନିଷଟା କିସମିସରେ ମିଳୁଛି ନା ନାଇଁ? ପାଣିଟା ହିଁ यस ପଳଉଛି, यस କିନ୍ତୁ ମାନେ ସେଇ ସେମ ଜିନିଷଟା ରହୁଛି ନା ନାଇଁ? ଖାଦ୍ୟ କେତେବେଳେ ଚେଞ୍ଜ ହଉଛି, ମାନେ ଗୋଟେ ବେସିକ କଥା ଚିନ୍ତା କର, ଖାଦ୍ୟ ଚେଞ୍ଜ ହେବା କଥା ନୁହେଁ, କିନ୍ତୁ ତମେ ଯୋଉ ରେସିଓ ବାହାର କରି ନେଇକି ଆସିଛ ସେ ଜାଗାରେ ଦେଖୁଛ ଖାଦ୍ୟ ଚେଞ୍ଜ ହେଇଯାଇଛି। ବୁଝିଗଲା? ହ୍ୟାଲୋ। यस यस सर सर। ହଁ, ତାମାନେ ଆମେ ଖାଦ୍ୟକୁ ଚେଞ୍ଜ କରିପାରିବା ନାହିଁ, ଏଟା ଆମେ ଜାଣିଲେ। ବଟ ଏଠି यस କୋଶ୍ଚିନ୍ सर ଆମେ ଯଦି ଆମେ ତିଆରି କରିକି ଏବେ ଲେଖିଛେ ଖାଦ୍ୟକୁ ଚେଞ୍ଜ କର, ତାହେଲେ ଖାଦ୍ୟକୁ ସମାନ କରିବା ପାଇଁ ତାମାନେ ମୁଁ ଯଦି ଏଠି 2 ଗୁଣିବି, ତାହେଲେ ଏଠି ଯେହେତୁ 2 ଗୁଣିଲି ଏଠି ବି ସେ 2 ଗୁଣିବାକୁ ପଡିବ, କାହିଁକିନା ମତେ ଖାଦ୍ୟ ସମାନ କରିବାର ଅଛି। ସାର୍ କହିବେ ସାର୍ ଆପଣ କାହିଁ 2 ଗୁଣିଲେ, କାରଣ ତଳେ ବା 2 ଅଛି, ତାହେଲେ 1ରେ କେତେ ଗୁଣିଲେ 2 ହବ, 2 ଗୁଣିଲେ 2 ହବ, ହଁ ନା ନାଇଁ? ତେଣୁ ଯେହେତୁ ଉପରେ ଗୁଣିଲି, ମାନେ ଯେହେତୁ ଏପାଖରେ ଖାଦ୍ୟରେ ଗୁଣିଲି, ମତେ ପାଣିରେ ବି ଗୁଣିବାକୁ ପଡିବ, ତେଣୁ ଏମିତି ଗୁଣିଦେଲି। ତ ବର୍ତ୍ତମାନ କଣ୍ଡିସନ ତମର ଏଇ ପାଣିଟା କେତେ ହେଇଗଲା, ଉପରଟା 18 ହେଇଗଲା, ତଳଟା କେତେ हाँ ହେଇଗଲା? तीन ତଳଟା ଯାହା ଥିଲା ସେଇଆ ରହିବ, ଆଉ କଣ, ମାନେ ସେ 3 ଥିଲା 3, କାରଣ ତଳେ ତ କିଛି ଗୁଣେନି। ତାହେଲେ ବର୍ତ୍ତମାନ ଆମର ଯୋଉ ବେସିକ ପ୍ରିନ୍ସିପଲ, ଯେମିତିକି ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ, ସେଠି କେବେ ଚେଞ୍ଜ ହବ କି? यस सर सर ଏଇ ହ୍ୟାଲୋ। ପାର୍ଟଟା ଟିକେ ହଁ ବୁଝି ହେଲାନି। ହଁ, ଏଇ ପାର୍ଟଟା ଟିକେ ବୁଝିହେଲାନି। ମୁଁ କହୁଛି ତମେ ଆଗେ ବେସିକ ଜିନିଷଟା ବୁଝିବାକୁ ଚେଷ୍ଟା କର, ଯେ ଯେମିତିକି ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବେ, ସେଟା ହଉଛି ଫାଇନାଲ। ସେ କେବେ ତମେ ଶୋଇକି ଉଠିବ ବେଳେ ବେଳେ ପଶ୍ଚିମ ଦିଗରେ ଉଦୟ ହବ, ଏମିତି ହବ କି? ହବନି ନା। ନାଇଁ ସାର୍। ହଁ, ଠିକ ସେମିତି ଏଠି ବି ସେଇ ଜିନିଷ, ଖାଦ୍ୟ କେତେବେଳେ ବି ଚେଞ୍ଜ ହୁଏ ନାହିଁ। କାହିଁକି ନା ମୁଁ ଖରାପ ରଖିଛି, ଖାଇବା ଜିନିଷ ତ ରହିବ ହିଁ ରହିବ, ପାଣିଟା ଶୁଖିଯିବ ବଟ ଖାଇବା ଜିନିଷ ତ ରହିବ। ତେଣୁ ଆମେ ଏଠି ଯୋଉ ଉପରେ ଦେଖୁଛେ 1, ତଳେ ଦେଖୁଛେ 2, ତାମାନେ ସେ ଦିଟାକୁ ସମାନ କରିବାକୁ ପଡିବ ଆମକୁ, କାହିଁକି ନା ଖାଦ୍ୟ କେବେ ଚେଞ୍ଜ ହୁଏ ନାହିଁ। ତାହେଲେ ସମାନ ଆମେ କେମିତି କରିପାରିବା? ସମାନ ଆମେ କେମିତି କରିବା? କେବଳ ଗୋଟେ ରାସ୍ତାରେ କରିପାରିବା, ଆଇଦର କିଛି ଗୁଣିକି ନହେଲେ କିଛି ହରିକି। ତମକୁ ସାର୍ ମିଶାଣ ଫେଡାଣ କରିବି, ନାଇଁ, ମିଶାଣ ଫେଡାଣ କୌଣସି ଅନୁପାତରେ ଆଲାଉ କରାଯାଏ ନାହିଁ। ଆମକୁ କେବଳ ଗୁଣି ପାରିବା ନହେଲେ ହରି ପାରିବା। ତାହେଲେ ମତେ କୁହ, ଉପରେ କିଛି ଗୁଣିଲେ 2 ସହିତ ସମାନ ହେଇପାରିବ କି? 1 ଅଛି, ତାହେଲେ କେତେ ଗୁଣିଲେ 2 ହେଇଯିବ? ସାର୍ दुई 2।
ଦୁଇ ତେଣୁ ଉପରେ ଯେହେତୁ ବୁଣିଛି ତମେ କହିବ ନା ମୁଁ ତମେ ତ ଖଜୁରୀ ସହିତ ବୁଣୁଛ ତାହେଲେ ତା ଭିତରେ ପାଣି ଅଛି ସେ ପାଣି ସହିତ ବି ବୁଣିବାକୁ ପଡିବ ନା ନାଇଁ ତମେ ଥୋଡ଼ି ନା ଆଜ୍ଞା ଖଜୁରୀ କେବଳ ତାର ସେଇ ଜିନିଷ ତ ବୁଣି ପାରିବ ସେମିତି ପସିବୁଲ ନୁହେଁ ନା ତ ସେଠି ପାସ୍ କରିଦେଲେ ସମାନ କରିବେ ବୁଣି ଟୁ ଟୁ ନହେଲେ ପୁଣି ସେ ଖଜୁରୀ ହଁ ତାହେଲେ ବର୍ତ୍ତମାନ କଣ୍ଡିସନ ରେ ଏଇ ଉପରଟା ଏଟା ହେଇଯିବ ତମର ମାନେ ସମାନ ହେଇଗଲା ଏଟାକୁ ମୁଁ 18 ଏଇଥିପାଇଁ ଲେଖିଲି କାରଣ ତମକୁ ଜାଣିବା ପାଇଁ ପୁରେଇ ଦେଲା ପରେ 18 ହେଲା ବୁଝିପାରୁଛ yes sir ଆଉ ତଳେ ତ ଆମେ କିଛି yes କରିନେ ଯାହା ଥିଲା ସେଇଆ 3 ଅଛି yes sir ତ ଆଜ୍ଞା ଏତେ ସବୁ କଥା ମୁଁ ତମାନଙ୍କୁ ବୁଝେଇଲା ପରେ ବର୍ତ୍ତମାନ ଆମେ ମାତ୍ର ପରୀକ୍ଷାରେ ଏତିକି ଜିନିଷ ହିଁ ଆମେ ଲେଖିବା ଏତିକି ଜିନିଷ ଲେଖିଲେ ତମ ସାର୍ କୋଶ୍ଚିନ୍ ସଲ୍ଭ ହେଇଯାଇଛି ହଁ କୁହ ସାର୍ ଆପଣଙ୍କ ଭଏସ ଟା ମାନେ ବ୍ରେକ୍ ହଉଛି ମଝିରେ ମଝିରେ ରହିଯାଉଛି। ଓକେ ମୁଁ ତ ଦେଖୁଛି ମୋର କୋଉ ଭଏସ ଟା ଶୁଭୁଛି ଟିକେ ମୋ ପାଖରେ ମାତ୍ର ଦିଟା ଜିନିଷ ଲାଗିଛି କୋଉଟା ଶୁଭୁଛି ହ୍ୟାଲୋ ହ୍ୟାଲୋ ଟିକେ ଭଏସ ଟା ଦେଖିବି କେମିତି ହ୍ୟାଲୋ ହ୍ୟାଲୋ ଟିକେ ଓହୋ ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା ଆଜ୍ଞା ଏବେ ଆସିଲା। ଟିକେ ରୁହନ୍ତୁ ହ୍ୟାଲୋ 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 ହଁ ମୋର ପ୍ରୋବ୍ଲେମ ହଉଛି କଣ ମୋ ଇୟର କଡ ଭଏସ ଟା ଶୁଭୁଛି ହେଲା ମାନେ ସରି ମାନେ ମୋ ଇୟର ବଡ ଭଏସ ଟା ଶୁଭୁଛି ସେଟା କିଛି ଠିକ ନାହିଁ ହଉ ମୁଁ ଦେଖ ଆଉ କିଛି ରାସ୍ତା କରୁଛି ଟିକେ ରୁହ। ଆଜ୍ଞା yes ଆଜ୍ଞା sir ଶୁଣିପାରିବି ବୋଧେ ହ୍ୟାଲୋ ଏବେ ଦେଖିଲ ଏବେ ମୋ ଭଏସ ଠିକ ଶୁଭିଲା yes sir ହ୍ୟାଲୋ yes sir ଓକେ ମୁଁ ତମମାନଙ୍କ ଭଏସ ଶୁଣିପାରିଲିନି ଆପଣ ଟିକେ ରୁହ ସବୁଆଡେ ପ୍ରୋବ୍ଲେମ ରେକର୍ଡିଂ ଚାଲିଛି ରେ ବାବା ମୁଁ 1 ମିନିଟ ଭିତରେ ଆସୁଛି କେହି ବ୍ୟସ୍ତ ହୁଅନି ଜଷ୍ଟ 1 ମିନିଟ ଭଏସ ଟା କଣ ହେଇଛି ବୁଝିପାରୁଛି କାଲି ଏଥିରେ ଚଳେଇ ଦେଇଥିଲି ବଟ୍ ମୁଁ ସେଆ ଭାବୁଥିଲି ଯେ କଣ ହେଇଛି ଟିକେ ଦେଖିବାକୁ ପଡିବ ବଟ୍ କାଲି ତ ଠିକ ଥିଲା ଏବେ ମୋ ଭଏସ ଠିକ ଶୁଭୁଥିବ ବଟ୍ ମୁଁ ତମମାନଙ୍କ କଥା ଶୁଣି ପାରୁନି ଆରେ ନାନ୍ସି କଟି ଯାଇଛି ନିନ୍ସା ନାଁଟା ଭୁଲି ଯାଇଛି ରେ ଜଷ୍ଟ ହେଇଗଲାଣି ମୋ କାମ ସରିଗଲାଣି ଟିକେ ରହୁଥିଲା ୟେସ୍ ଓକେ ମୁଁ ଜଏନ୍ ହେଇଗଲି ଦେନ୍ ତମାନଙ୍କ କ୍ଲାସରେ ଜଏନ୍ ହଉଛି ଟିକେ ରୁହ ଓକେ ସୋ ପିଲା ଏବେ ଦେଖିଲ ମୁଁ ତମମାନଙ୍କ ଭଏସ ମତେ ଏବେ ଶୁଭିବ ତମେ କଥା ଟିକେ ହେଲ ଆଜ୍ଞା ସାର୍ ଓକେ
ଏବେ ମୁଁ ଦେଖିପାରିବି ତ ମାନେ କିଏ ଅଛି ଲାଇନ୍ କିଏ ନାହିଁ ସବୁ ଦେଖିପାରିବି। ଓକେ ସୋ ତ ବର୍ତ୍ତମାନ ମୁଁ କଣ କହିଲି ଯେ ଆମକୁ ସମାନ କରିବାକୁ ପଡିବ ଯେହେତୁ ଖାଦ୍ୟ କେବେ ଚେଞ୍ଜ ହବନି ତେଣୁ ଉପରେ ବି 2 ଗୁଣିଲେ ଯେହେତୁ ଖାଦ୍ୟ ସହିତ ଗୁଣିଛେ ପାଣି ସହିତ ବି ଗୁଣିବାକୁ ପଡିବ ତ ଓଭରାଲ 18 ହେଇଗଲା ସେଟା। ତାହେଲେ ଏବେ ସେ କ୍ୱେଶ୍ଚିନ୍ ରେ Yes, କହିଛି sir. ଯେ ସେ ଖଜୁରୀ ଗୁଡିକୁ ଶୁଖାଇଲା ପରେ ସେ 40 ମିନିଟ ରହିଲା ଯଦି ମୋଟ 15 କେଜି ଜଳ ବାଷ୍ପୀଭୂତ ହୋଇଥିଲା। ଏଇ କଥାଟା ଭଲସେ ଶୁଣିବାକୁ ଚେଷ୍ଟା କର। ସେ କଣ କହୁଛି Yes. ଯଦି 15 କେଜି ଓଜନର ଜଳ ବାଷ୍ପୀଭୂତ ହୋଇଥିଲା ତେବେ ଖଜୁରୀର ଓଜନ କେତେ ଥିଲା? ହେଲେ ମତେ କୁହ ତମକୁ ଦେଖା Mm. ଯାଉଛି ଏଠି 18 କେଜି ଥିଲା ଏବେ 3 କେଜି ଅଛି। ମାନେ 18 କେଜି Yes, sir. ଫ୍ରେଶ Yes, ବେଳେ sir. ଥିଲା ପାଣି ଶୁଖିଗଲା ପରେ 3 କେଜି ଅଛି। ତମ ହିସାବରେ କେତେ କେଜି ପାଣି କମ ହେଇଛି? Mm. Sir, ତମେ ଦେଖ ଆଗରୁ ଥିଲା 18 15 କେଜି kg, 15 kg, ଏବେ ହେଇଯାଇଛି 15 kg. 3 କେଜି ତାହେଲେ କେତେ କେଜି ପାଣି Sir, କମିଛି? 15 kg. Sir, 15 kg. ଓକେ ଆମେ କହୁଛେ 15 କେଜି ପାଣି କମିଛି ସିଏ କହୁଛି କେତେ କୋଶ୍ଚିନ୍ କେତେ କହୁଛି? 15 କୋଶ୍ଚିନ୍ kilogram, ବି କହୁଛି 15 15 kg. କେଜି ପାଣି ସରିଛି। Yes, ହଉ sir. ତାହେଲେ Yes, yes, ଆମର yes. 15 କେଜି ଯାହା ତାର 15 କେଜି ସେୟା ତାହେଲେ ଆଉ କିଛି ହିସାବ Yes, sir. କରିବାର ହିଁ Yes, sir. ନାହିଁ। ତାହେଲେ ଆମ ହିସାବରେ ଟୋଟାଲ କେତେ କେଜି ଆଗରୁ ଥିଲା ଦେଖ ମାନେ ତମେ ଖାଦ୍ୟକୁ ଆଉ ପାଣିକୁ ମିଶେଇ ଦିଅ ଖାଦ୍ୟ ଥିଲା 2 ପାଣି ଥିଲା 18 ତାହେଲେ 20 କେଜି। 20 kg. Yes, sir. ହଁ ତାହେଲେ ଉତ୍ତର ହେଇଗଲା 20 ଆଉ ପୁଣି କଣ ଆମେ ଏଇଠି ପଚାରିଥାନ୍ତେ 20 କେଜି କେତେ Yes, क्वेश्चन को क्वेश्चन yes, पचार yes, सी sir. ଦେଇଥାନ୍ତା ଉତ୍ତର ସେଇ 20 ଗୁଣନ 15 ବାଇ 15 କାଟିଦେଲେ ସେଇ 20 ବାହାରିବ ଆଉ ତମେ କହିବ ସାର୍ Yes, ମୁଁ sir. କ୍वेଶ୍ଚନ ଟାକୁ ଏତେ ସମୟ ପାଖାପାଖି 20 ମିନିଟ୍ ନେଇଗଲେନି ଗୋଟେ କ୍वेଶ୍ଚନ ର ବୁଝିବା ପାଇଁ ଦେଖ ଏଇ ସେମ ଢାଞ୍ଚାର ଗୋଟେ ଆଉ ଗୋଟେ କ୍वेଶ୍ଚନ ମୁଁ ଦେଖୁଛି ତମେ ତାକୁ କେତେ ସାଙ୍ଗେ ସାଙ୍ଗେ କରିଦବ ଦେଖ ସେ ସେମ ଢାଞ୍ଚାର କ୍वेଶ୍ଚନ ଅଛି that is Sir. ଟିକେ ରୁହ ହଁ କ୍ଷୀର ପାଣି ଦେଖ ପରେ ସେ ଶୁଣ 40 ଦେଖ ଲିଟର କେମିତି କ୍ଷୀର। ସାଙ୍ଗେ ସାଙ୍ଗେ କରିବ Yes, sir. ଯେତେବେଳେ 40 କ୍ଷୀର ଲିଟର ପାଣି କ୍ଷୀର। କ୍ୱେଶ୍ଚିନ୍ ଆସିବ ଖଜୁରୀ ଆସିବ ପାଣି ଯାହା ବି ଆସିବ ତମେ ଟିକେ ଭାବିବ କଣ ଭାବିବ Mm. ୱାଟର ଆଣ୍ଡ କଣ କହିବ ସେଥିରେ Survival. ପାଣି ଏ କ୍ଷୀର Food, food, ମିଲ୍କ food, food. ନାଇଁ Milk, milk. ଏଠି କ୍ଷୀରରେ କ୍ଷୀର ପାଣି ବା Yes, sir. ୱାଟର Yes, ଆଣ୍ଡ sir. ମିଲ୍କ 40 ଲିଟର କ୍ଷୀର ଓ ପାଣି ମିଶ୍ରଣରେ ପାଣିର ପରିମାଣ 10%। 10% ମାନେ 10%. ହିସାବ କର 1/10 ତାହେଲେ Yes, sir. ପାଣି କେତେ ହେଲା 1/10. 1 11. ତାହେଲେ Yes. କ୍ଷୀର କେତେ କ୍ଷୀର 9. Perfect. Sir, 9. ତାହେଲେ ହଁ Okay. ହେଇଗଲା ତାପରେ ନେକ୍ସଟ ପୁଣି ଉପରୁ ଯାଅ ଏଥିରେ କେତେ ଲିଟର ଜଳ ମିଶାଇଲେ ମିଶ୍ରଣର 20% ଜଳ ହବ 20% ଜଳ ମାନେ 1/5 ହଁ ନା ନାଇଁ Yes, sir. ତାହେଲେ 1 ଯଦି ଜଳ ତାହେଲେ କ୍ଷୀର କେତେ ସାର୍ ଏଇଟା ଆଉଥରେ ଟିକେ ବୁଝେଇଦେବେ ମାନେ ତମେ ଏବେ ଆସିଲ ନାଇଁ ସାର୍ ମୁଁ ତ ଥିଲି କୋଉଠି ଥିଲ ତମ କ୍ଲାସରେ ଥିଲ ଏବେ ମୁଁ କାହିଁ ତ ଦେଖିବାକୁ ପାରୁନଥିଲି ତମେ ଏବେ ଆସିଛ ହଁ ଯାହା ବି ହଉ ମୁଁ କହୁଛି ଏବେ କ୍ୱେଶ୍ଚିନ୍ ସବୁ ଆମେ ସେମିତି ସାଙ୍ଗେ ସାଙ୍ଗେ କରିପାରିବା ଜଷ୍ଟ ବୁଝିବାକୁ ପଡିବ କାରଣ ଏବେ ଆଉ ଆମେ ଗୋଟେ କ୍ୱେଶ୍ଚିନ୍ କୁ 20 ମିନିଟ୍ ସମୟ ନେଇଛି ସେଇ ଟାଇପର କ୍ୱେଶ୍ଚିନ୍ ଏବେ ଯାହା ବି ଆସିବ ଆମକୁ ମାକ୍ସିମମ୍ 10 ସେକେଣ୍ଡ 20 ସେକେଣ୍ଡ କେମିତି ସରିବ ଟିକେ ଭଲସେ ଶୁଣ ଟିକେ ପଢି ଚାଲ ଯେତେବେଳେ କ୍ଷୀର ପାଣି ଆସିଲା ତମେ ଲେଖିବ ସିମ୍ପଲି ମିଲ୍କ ୱାଟର ଯେତେବେଳେ କହିବ ଖଜୁରୀ ଆସିଲା ତାହେଲେ କଣ ଲେଖିବ ଫୁଡ ୱାଟର ଯଦି କହିବ ୱାଟରମେଲନ ଆସିଲା ସିଏ ବି ଫୁଡ ୱାଟର ଯଦି କହିବ ଲୁଣ ପାଣି ଆସିଲା ତା ସଲ୍ଟ ୱାଟର ବୁଝିପାରୁଛ ରେସିଓ Yes, ଗୁଡା sir. ଏଇଆ Milk water. ହଁ ଏବେ ଏଠି ଆସିଲା ତମର ମିଲ୍କ ୱାଟର Yes, sir. ତାହେଲେ ସେ କହିଛି 40 ଲିଟର କ୍ଷୀର ପାଣିର ମିଶ୍ରଣରେ ପାଣିର ପରିମାଣ 10% ତାମାନେ Yes, ୱାଟର sir. ହଉଛି 10% ମାନେ ହଉଛି Yes. 1/10 ତାମାନେ 1 ହଉଛି ତମର ୱାଟର ଆଉ 9 ହବ Milk. ମିଲ୍କ କ୍ଷୀର. ମୁଁ ସେଇ କଥା କହିଲି ମୁଁ ଲେଖିଲି 1 ହଉଛି ୱାଟର 9 ହଉଛି ମିଲ୍କ Yes, sir. ଦେନ୍ ନେକ୍ସଟ କଣ୍ଡିସନ କୁ ଗଲେ
नेक्स्ट कंडीशन कहूची एथिरे मु पानी मिसौची पानी मिसेଇବା द्वारा 20% पानी हे गला ता माने ठीक सेमती 20% होची वाटर ता माने होची 1/5 ताले 1 होची वाटर ताले मिल्क केते हो 4 यस सर 4 सर ताले एडी सीधा कर लिखि दियो मिल्क जगह 4 लिखि दियो पानी जगह 1 लिखि दियो ताले गारा पके दियो सब एमती किछि केते बेले चेंज होबो ना सब बेले एमती ताले ए कंडीशन पळे आछो हां हां ताले मु तुम कोन करबी पिता माइनस हबो ना ना हां आगे तापरे सम्मान करिया पड़िबो तम बेसिक तम निज माने तमे निजे तमे जति कि छुआटी बोलू आजि बंद बा जति सब कथा देखि आसो तम मते को खीरो पानी रे कोनटा चेंज होबो ना केबे भी जति पानी मिसेली ना जेमति कि खजुरी रे कहिली कोन जे खाद्यटा केबे चेंज होबो ना ठीक सेमति खीरो पानी रे जति पानी मिसाओ कोन चेंज होबो ना खीरो चेंज होबनी खीरो किंतु इटी चेंज हे छि यस सर ताल ताको हमको ठीक करिया पड़िबो माने समान करिया पड़िबो आज्ञा 9 4 को समान केमति करि परिबो समान करिया पे तुम कोन कहतिला इधर पड़िबो न हले हजू तो मिश्रण फाड़न कहने से 4 5 मिसे दे हेगला उत्तर ना हां मिश्रण फाड़न इधर पड़िबो न हले परिबो तो सब बेले गुणन को प्रिफर करिवो हाले मते को हम 9 रे एमति कोन गुणिबी से जोटा हम 4 भी सेटा गुणी माने एमति किछि करिवे दीटा को समान जो मु देखले एमते लिखुची एठी कोन कली 2 गुणी दे से एठी कोन कर देली एठी कोन देली हां एठी कोन करली 4 गुणिली भल से देखो तब ठीक भाबी परिबो भी मु एठी कोन कली 9 गुणिली ताले ये दीटा को तम खीरो कोन हे गेला 36 36 हे गेला आज्ञा तमर पानी कोन हे गेला 4 तापर हे गेला केते 4 9 4 हे गेला 9 हे गेला ए हां ए कंडीशन है ताहले तमे कोन पाइलो 36 36 खीरो पाइ गलो सेटा हे गेला 4 एटा हे गेला 9 तो वर्तमान कंडीशन रे तमे माने एठी ए मझीटा को तमो भूलिया पड़िबो माने ए जो मझी रहले तमो माने टेंशन लागि पारे मु आउ थरी लिखि दोछि मिल्क वाटर कंडीशन हे गेला ये 36 एटा होची 4 ये 36 एटा होची 9 ए कंडीशन रे त पहुंची छ हो कि ना एति बुझि परछ ना बुझि पारो यस सर आज्ञा बुझी होचे हां दे दे सरी गला क्वेश्चन उत्तर नाही माने तमे सिंपल क्वेश्चन देखो उत्तर पाइबो क्वेश्चन कोन कहूची जे एथिरे केते क्वेश्चन टा एटा पछि केते लीटर पानी मिसेइचो एटा पचारिछि एथिरे केते लीटर पानी पचारिछि ओके एटा क्वेश्चन पचारिछि ताले मते आगे एठी देखो प्रथम कहूची 40 लीटर क्षीर पानी मिश्रण रे पचारिछि प्रथमटा 40 लीटर थिला यस सर प्रथम जो क्षीरटा 40 लीटर थिला क्वेश्चन कहछि ना तम हिसाब रे केते लीटर थिला 36 और 4 मिसी केते होची 40 ताले तमर जो 40 ता तारे भी से 40 एबे क्वेश्चन पचार छु कोन केते पानी मिसेइचो तमे देखो आगुरु 4 थिला एबे 9 हे एछि ताले केते पानी मिसेइचो 5 ताले 5 ताले तम क्वेश्चन पचारलो 5 केते जी हो तो एटी 40 40 समान है 5 भी 5 हो बा तमे एमती बाहर करि परिबो 5 गो 40 भाई 40 40 ताले तमे 5 लीटर कोन करिचो पानी मिसेइचो सेतरे पानी मिसे देखो पुणी जदी कंफ्यूजन आसुची ना सर एमती क्वेश्चन मते आउ टिके समय लागत ताले व्यस्त होने पला एमती 10 20 टा क्वेश्चन तमे सॉल्व करला परे सब तुमको आकू जल्दी तमे बाहर करि परिबो किछि प्रॉब्लम होबनी म आउडा क्वेश्चन सेमते नउछि एतो अछि टिके दो थिला तेरह नंबर गोटे 6 नंबर क्वेश्चन रही है काली करथिले लुण पानी क्वेश्चन से क्वेश्चन भी एमती सॉल्व करि हबो ए क्वेश्चन देखो काली करथिले बट से क्वेश्चन को हम 8 ट्रिक रे सॉल्व करिया केते जल्दी हबो
ताले लुण पानी किए एठी मु जण को पचारे से कहबो विष्णुप्रिया मते को लुण पानी क्वेश्चन आछि मु एठी कोन लिखि जदि क्षीर पानी लिखतली मिल्क या वाटर लुण पानी रे कोन लिखि सॉल्ट और वाटर सॉल्ट एंड वाटर देखो तमे देखो मु क्वेश्चन को मैक्सिमम 10 सेकंड रे सॉल्व करियो क्वेश्चन पढी चलिबो लिखि चलिबो लुण पानी रे 15% लुण माने 15/100 5 3 15 20 ता माने होची 3 होची लुण ताले पानी केते 17 तमको चेतली 17 होची पानी ओके एबे एबे ये आसी दिव्य आसी नो सर ओके दिव्य सहित काली अमरनाथ कथा हबो कोन से क्लास को आसुने हला ओके तो वर्तमान नांसी को हो वर्तमान आमे क्वेश्चन आगो पढिबा एथिर 30 किग्रा पानी बाष्पीत हो जाय ठीक अछि तापर अवशिष्ट पानी रे 20% लुण अछि ताले 20% लुण माने कोन माने 20/100 माने 1/5 मु सॉल्ट जगह रे केते लिखिबी वाटर जगह रे केते लिखिबी सर हमर सॉल्ट जगह रे 1 लिखा हबो वाटर जगह रे 4 लिखा हबो परफेक्ट सॉरी गले क्वेश्चन आ किछि नै देखो हमें क्वेश्चन करछ मात्र एति के एबे उत्तर पाइ जे एबे मते को कोनटा सबल पाइ समान रहय को बाध्य सर सॉल्ट और वाटर हां कोनटा समान रहयो क्षीर पानी ए सरी लुण पानी रे पानी मिसाओ पानी बाष्पीत कर दियो समानटा कोन रहयो लुण सॉल्ट हां सॉल्ट सबल किन तमर समान अछि की ना ना सर नाही ताल सिंपली तळे मु कोनटी कोनी कहलो टिके नांसी सर एइटारे माने आपण को मते ऊपर जहा अछि तळे सेया करियो पड़िबो कोन एक रे केते गुणिले 3 हो एक रे केते गुणिले 3 हो सर 3 मु जदी सॉल्ट रे गुणीची मते वाटर रे गुणिया को बाध्य यस सर again ताले वाटर टा केते हिला 12 यस सर हां सॉरी लाइव क्वेश्चन पढ़ो से कहूची एथिरु 30 केजी पानी बाष्पीत होई गला तम हिसाब रे केते केजी पानी कमी जाई छी को देखिलो सर 5% 17 केजी था 12 केजी ताले केते केजी कमी जाई छी पानी 5 केजी सर 5 केजी ताले आमे कहूचे 5 केजी से क्वेश्चन किंतु अलगा कथा कहूची क्वेश्चन कोन कहूची 30 केजी क्वेश्चन 30 केजी हां ता माने हमर 5 तार 30 सहित समान again सर एबे क्वेश्चन कोन पचारची सेही लुण पानी रे केते किग्रा लुण थिला हम हिसाब रे एबे क्वेश्चन को जाओ केते किग्रा लुण थिला तमे देखि पारछो केते किग्रा लुण थिला ओ सॉरी ठीक हां केते सबले ऊपरटा जदि क्वेश्चन पचारे सबले ऊपरटा धरियो केते केजी लुण थिला 3 सर ताल 3 पचारो क्वेश्चन पचारो अरे हमर 5 होची तार 30 हमर 3 तार केते 3 गुणन 30 बाय 5 530 36 18 18 केजी सर बुझिएला ताले तमे देखो आमे एतरे प्रथम क्वेश्चन को 20 मिनिट रे करथिले सेकंड क्वेश्चन को पाखा 15 मिनिट रे करले थर्ड क्वेश्चन पाखा कि 2 मिनिट 3 मिनिट रे करले सो एमिति जदि आमे आ 10 टा क्वेश्चन कर देबा ये टाइप रे क्वेश्चन आसले तमे गोटे चुटकी रे फंक्शन 10 20 सेकंड रे कर सो बेस्ट कोनोसी क्वेश्चन कष्ट होय पिला हां बेस्ट न होय कि जदि तमे कोन करिवो भलो से आंसर बुझिया चेष्टा करिवो ताहाले जल्दी आंसर दे पारो देखि एबे गोटे बढ़िया क्वेश्चन तमर पडुची मु तम कोन कहली जे क्षीर पानी टाइप रो दीटा क्वेश्चन तम परीक्षा रे पडिबो आ ई जो इलेक्शन टाइप रो कंपलसरी गोटे क्वेश्चन तम परीक्षा रे पडिबो की गोटे इलेक्शन क्वेश्चन गोटे निर्वाचन रे दुई जण प्रार्थी दुई जण प्रार्थी जयराम 56% वोट रे जितिला ओके तार गोटे निर्वाचन थिला एमते गोटे निर्वाचन होची एथर जण होची ए सॉरी ता ना तो जयराम लिखिबा
ଜଣେ ହଉଛି ଜୟରାମ ଆଉ ଜଣେ ହଉଛି କିଏ ରାମ ହରି ରାମ। ତାହେଲେ ଇଏ ଯଦି 56% ଭୋଟ ପାଇଛି ତାହେଲେ ରାମ କେତେ ପାଇବ କିଏ କହିବ? ପିଲା ସାଙ୍ଗେ ସାଙ୍ଗେ କୁହ, କାଲି ପଢେଇଥିଲି। 44 ପରଫେକ୍ଟ। ନାଇଁ ଶୁଣ, ତମାନେ ବିଷ୍ଣୁପ୍ରିୟା ଆଣ୍ଡ ନାନ୍ସି ବୁଝିପାରୁଛ ନା ନାଇଁ? ସେ ଆରେ ନାଇଁ, ତମାନେ କହିପାରିବ ଯେ ସାର୍ ମୁଁ ବୁଝିପାରୁନି। ଯଦି ବୁଝିପାରୁନ କୁହ, କିଛି ପ୍ରୋବ୍ଲେମ ନାହିଁ। ये मैसेज कर अरे को रे ମୁଁ ଅପେକ୍ଷା କରିଛି। ସାର୍ ବୁଝି ହଉଛି। अरे निंसा एंड विष्णुप्रिया तमे कौन पे म्यूट कर दो कुह बुझी होची कि बुझी होनी सेही पे हमें इतरे क्लास करूचे नहल तो हमें यूट्यूब रे क्लास करता हम। सर मैं काली क्लास अटेंड बुझिली। कौन सर मैं काली क्लास अटेंड करथि आज एति पढाले बुझिली। काली क्लास अटेंड कर नथिलो? हेलो अच्छा सर कर नथिलो काली अटेंड क्लास? ओके क्लास रेगुलर करबा। और नांसी ए निंसा आज्ञा सर से कहूची दी जण मु कहितली सब बेले 100% वोटर कथा आसिले 100% भाबिबो जणे 56% जदी पाइची अन्य जणे केते पाइबे? सर 100 रो 56 माइनस को देबे। माइनस करले हे गेला 44%। ठीक है सर। एबे बुझी पाला तो विष्णुप्रिया? नहीं सर। हां ताले एई कंडीशन अछि। तापर कोन कहूची जयराम 68 वोट रे जितिला। तम हिसाब रे एठी देखिलो एठी केते माने मु कहूची मो पाखरे एमती मो ना होची जन्मेजय सी होची अमरनाथ मु कहूची मो पाखरे 120 टका अछि अमर कहूची मो पाखरे 200 टका अछि। मु जदी कहूची अमर पाखरे मोठो 80 टका अधिक अछि थाटा केमिति फेडिला परे जानिबे ना नहीं? आज्ञा अरे 100 हां तले फेडला पर ठीक सेमती से कहूची 68 वोट रे जितिला ता माने कोन ए दियड़ को फेडिले से 60 ए दियड़ को फेडिले जो 56 जदी 44 फेडु होची केते 12% से 12% ता ही 60 नो की? यस सर। आज्ञा माने से ये पाइची एति से कोई 60 टा वोट रे जितिला ता माने को दियड़ को फेडी देला परे जेटा सेति को अधिक से जिति थिबो फेडी देला परे हम पाइले 12% 12% ही 60। एबे क्वेश्चन कोन देइची लास्ट को सेटा एबे पडिबो किए निंसा पढ लास्ट को क्वेश्चन कोन पचारची? सर तेबे केते जण वोट देइथिले? हां ताले हमर केते जण वोट देइथिले एठी मु लिखिची? 2 जण। हां ऊपर देखो वोट से 2 जण होजंती प्रार्थी वोट सब बेले 100% लोक दियंती। बट सब वोटर को संगे जो मो ऊपर जो गोलटा बोले जेटा हो वोटर गांव रो सब लोक माने 100%। आज्ञा केतेबे केते जण लोक वोट देथिले माने से 100% कथा पचारिछि। एबे उत्तर पाइ जिवो? सर कोन पचारले? तमे स्क्रीन ऊपर देखुछ मु कोन लिखुची? आज्ञा देख तब स्क्रीन जासुनी जहार स्क्रीन रे आसुनी से आउ थरे कटिक जाई जॉइन हो नहले मो ना ऊपर टच कर आसीबो वायरस पे लिखाइ तो टच कर आसीबो। जी सर स्क्रीन ऊपर आसुनी पिला? ना अपन कोन लिखुचने आसुने किछि। अरे
ମୁଁ ଏଠି ଦେଖୁଛି ମୋ ସାଇଟ୍ ରେ ଯେ ମୁଁ ମୋବାଇଲ ଚାଲୁ କରିଛି ସିଏ ଆସୁଛି। ସାର୍ ମୋ ମୁଁ ଷ୍ଟପ୍ କରି ଜଏନ୍ ହେଉଛି। ବ୍ୟସ୍ତ ହୁଅନି। ତାହେଲେ ଏତେ ସମୟ ହେଲାଣି ବୁଝଉଛି, ତମେ ସ୍କ୍ରିନ୍ ଉପରେ ଆସିଲେ ମତେ ଜଣାଉନ। ନା ସାର୍ ମାନେ ଆସୁଛି ଏବେ ହିଁ, ଯୋଉଟା ଆପଣ 100% କହୁଥିଲେ ହିଁ ଗଲା। ହଁ ମୁଁ କହୁଛି ଆମେ ଏଠି ପାଇଲେ ଏ ଦି ଜଣକୁ ଫେଡିଦେଲା ପରେ ହଉଛି କେତେ 12%। 12% ଆଜ୍ଞା ହେଉଛି 60। ଏଥିରେ କାହାର ଡାଉଟ୍ ଅଛି? नो ସାର୍। ଓକେ, ତାପରେ ପଚାରିଛି କେତେ ଜଣ ଭୋଟ ଦେଇଥିଲେ, ସେଇଟା ଯେତେବେଳେ ପଚାରିବେ ସବୁବେଳେ ଭାବ ସେ ଫୁଲ କଥା ପଚାରୁ। ଗାଁରେ କେତେ ଲୋକ ଭୋଟ ଦେଇଥିଲେ, ମାନେ 100% ଲୋକ ଦେଇଥିଲେ, ମାନେ ସମସ୍ତେ ଦେଇଥିଲେ। ସମସ୍ତେ ମାନେ କଣ 100% ନୁହେଁ? ଆଜ୍ଞା। ତା ମାନେ 100% ଟା କେତେ? ଏଇଠି କ୍ୱେଶ୍ଚିନ୍ ପଚାରି ଆନ୍ସର ପାଇପାରିବନି? ଆଜ୍ଞା। ହଁ କେତେ ହେଲା କୁହ ଜଲ୍ଦି? କଣ ହେଲା? ଏମିତି ବା କହିଛି କରିବାକୁ, ଏମିତି ଗୁଣିବ ମାନେ 100 ଗୁଣନ 60 ତଳେ 12। ଆଜ୍ଞା ସାର୍ 2 ମିନିଟ୍। ସାର୍ 500 ବାହାରୁଛି। ହଁ 500। 500 ବାହାରୁଛି ନା, 500 ହିଁ ଉତ୍ତର। ବୁଝିହେଲା? ଆଜ୍ଞା। ତ ଏମିତି ଯେତେବେଳେ ତମର କ୍ୱେଶ୍ଚିନ୍ ଆସିବ ତମେ ଏମିତି ଆନ୍ସର ଦେଇପାରିବ ବହୁତ ଇଜିରେ। ଏଠି ଗୋଟେ ନିର୍ବାଚନ କ୍ୱେଶ୍ଚିନ୍ ଆଉ ଗୋଟେ ଅଛି, ବଟ୍ ଟିକେ ଜଷ୍ଟ ସେଥିରେ ଆଉ କିଛି ଆଡ୍ କରିଛି। କଣ କହିଛି ଦେଖ ଭଲସେ, ଏଟା ମୁଁ କାଲି ପଢେଇବି ଆକୁ। ସେ କହିଛି ଗୋଟେ ନିର୍ବାଚନରେ 10% ଭୋଟ ଦାତା ଭୋଟ ଦେଲେନି, ମାନେ ତମ ଗାଁରେ ଯେତିକି ଲୋକ ଥିଲେ ତା ଦେହରୁ 10% ଲୋକ ଭୋଟ ଦେବାକୁ ଗଲେନି, ତାଙ୍କୁ ଇଚ୍ଛା ହେଲାନି। ପୁଣି 60 ଜଣ ଯାଇକି ପହଞ୍ଚନ୍ତି, ତାଙ୍କ ଭୋଟ ନାକଚ ହେଇଗଲା। କାହିଁକି ନା ସେ ଭୋଟର ଆଇଡି ନେଇକି ଯାଇନାହାନ୍ତି। ତ ଏମିତି ବି କ୍ୱେଶ୍ଚିନ୍ ପରୀକ୍ଷାରେ ପଡୁଛି। ବୁଝିପାରୁଛ? ତମେ ଟିକେ ଭାବ, ତମ ଭୋଟ କଥା ଟିକେ ଯାହାହେଲେ ବି ଜାଣିଥିବ ପିଲା। ମାନେ ତମେ ଗାଁରେ ଭୋଟ ଚାଲିଛି, ବଟ୍ କିଛି ଲୋକ ଯାଆନ୍ତିନି, ତମେ ଜାଣିଛ। ତ ସେ ଆଜ୍ଞା କଣ୍ଡିସନରେ କଣ ହବ, ତାକୁ କେମିତି କରିବା? ଆପଣ କିଛି ଲୋକ ଯାଇଥାନ୍ତି, ତାଙ୍କର ଭୋଟର ଆଇଡିରେ ଭଲସେ ନାଁ ନଥିବ, ବୟସ ନଥିବ, ସେମିତି ବି ହେଇଥାଇପାରେ। ତ ସିଏ ସେମିତି 60 ଜଣ ଲୋକଙ୍କୁ ଆଲାଉ କଲେ ନାହିଁ ଭୋଟରେ ବସି, ମାନେ ଯାଇ ଭୋଟ ଦେବାକୁ। ଏମିତି କଣ୍ଡିସନରେ ୟାର ଆନ୍ସର କଣ ହବ, ମୁଁ କାଲି ବୁଝେଇବି ଭଲସେ। ଏଇଠି ଗୋଟେ ଛୋଟିଆ କ୍ୱେଶ୍ଚିନ୍ ଦେଇଛି ଦେଖ, କଣ କହୁଛି ଯେ ଆଙ୍କ ଭିତରୁ କିଏ ବଡ? କେମିତି ବାହାର କରିବା କହିଲେ, ଆକୁ ଏମିତି ଯେତେବେଳେ କ୍ୱେଶ୍ଚିନ୍ ଥିବ ତମେ କଣ କରିବ ନା ଦଶମିକରେ ପ୍ରକାଶ କରିବ, ତାହେଲେ ଯାଇକି ତମେ ଉତ୍ତର କରିପାରିବ। ତ ଏଇଟାକୁ ତମେ ହରିଲେ କେତେ ହବ? 0.33। ତମେ ଜାଣିଛ ଦଶମିକ ହରଣ ସମସ୍ତେ? ଆଜ୍ଞା। ଏମିତି ଚାଲିବ ହଁ ନା ନାଇଁ? ଆଜ୍ଞା। ଏଟା ହେଲା 0.33। ଏଟା କରିବ ଦେଖିବ, ଏଟା କେତେ ହବ ଦେଖ? ଗୋଟେ ଦଶମିକ ଦେଲା, ଗୋଟେ ଶୂନ ହେଲା, 0.3 ସାର୍। 30 ହେଲା, 0.3 ହେଲା। ଏଟା ଆଜ୍ଞା 0.3। ତ ଏମିତି ସବୁ ବାହାର କରିବ, ଏଇଟା ହିଁ ତମେ ବଡ ପାଇବ। 1.3 ଆନ୍ସର ପାଇବ। ମାନେ ଆଉ ସବୁ ଛୋଟ ତାଠୁ ପାଇବ, ତମେ କରିକି ଦେଖିବ। 31 ଟା କଣ ହବ ପିଲା ଦେଖ, 31% ମାନେ କେତେ? 31/100। 31/100 ତାମାନେ ତମର ସାର୍। ହଁ, ତାହେଲେ ଏଇଟା ଦଶମିକ ତ ଡାଇରେକ୍ଟ ତମେ ପ୍ରକାଶ କରିପାରିବ। ୟାକୁ ଦଶମିକ ପ୍ରକାଶ ତମେ ସମସ୍ତେ ଜାଣିଛ ପିଲାମାନେ? ଆଜ୍ଞା 0.31। ହଁ 0.31। ତ ଇଏ ହେଇଗଲା ତମର, ଏଟା ହେଇଗଲା। ଏଟା ସବୁଠୁ ଇଏ ଦେଖ, ଦିଟା 3 ଅଛି। ଏମିତି ଅନଲିମିଟେଡ 3 ଅଛି। ତାମାନେ ଏଇ 8 ବି ବଡ, 8 ବି ବଡ ପାଇଗଲ। ଦେନ୍ 8 ବି ବଡ, 8 ବି ବଡ। ତମେ ଏଇଟା କେତେ ଆଜ୍ଞା ପାଇଲ? 0.333 ଏମିତି ଅନଲିମିଟେଡ 3 ଚାଲିବ। ଏଟା ପାଇଲ 0.03, ଏଟା ପାଇଲ ତମେ 0.31। ତେଣୁ ଏଇଟା ହିଁ ସବୁଠୁ ବଡ ହେଇଗଲା। ଆଜ୍ଞା। ଦେନ୍ ସମୟ କଥା ହିସାବରେ ଏଇଟା ଖାଲି କରିଥିଲେ ବୋଧେ? ନାଇଁ ଏଇଟା କରିନଥିଲି ଦେଖ। 5 ନମ୍ବର କ୍ୱେଶ୍ଚନ। ନାଇଁ କ୍ୱେଶ୍ଚନ ସାର୍ ରହିଛି, ଜଣେ କରିଥିଲେ। ଶ୍ରମିକର ମଜୁରୀ 20% କମାଇ ଦିଆଗଲା। ସେ ତାର ଆୟ ସ୍ଥିର ରଖିବା ପାଇଁ ଶତକଡା କେତେ ଅଧିକ ପରିଶ୍ରମ? ଭଲସେ ବୁଝ। କହୁଛି ତମେ ଭାବିଦବ, ଗୋଟେ 100 ଟଙ୍କା ଥିଲା ଗୋଟେ ଶ୍ରମିକର ଆୟ, ମାନେ ଯେତିକି ଇନକମ କରେ।
20% कम कर देला माने केते हे गेला कि कहबो 20% कम हे गेला माने केते हे गेला एबे से एबे केते टका इनकम करला ताहाले 80%। एने एबे परसेंट रे टका हिसाब रा माने से 100 टका इनकम करथला 20% कम कम करले एबे से केते टका इनकम करिवो 80 टका 80 टका। हां ता माने मते को ताहाले से हे क्वेश्चन को पचारची तार आय स्थिर रखिबा पई शतकड़ा केते अधिक परिश्रम करिवो आय स्थिर रखिबा करे माने को पूर्ण थरे 100 टका इनकम करिबा पई से केते अधिक काम करिवो ए क्वेश्चन पचारची तो पूर्ण थरे 100 टका को माने 80 रु 100 को जीवा पई से केते परसेंट अधिक काम करिवो सर 80 रु 100 को जीवा पई केते परसेंट हबो कोनी माने 80 रे केते मिसेले 100 हबो मते आगे को 20 सर। ताहले 80 रो केते परसेंट 20 सर 20/80 into 100 करिया। हां सेठी कर 20/80 into 100 ताले 25% बा तुमे निजे देखि कोइ परिबो 80 रो 50% होची 40 25% होची 20 ता माने से 25% अधिक काम करिवो हना ने 25% अधिक काम कले से जगह रे पहुंची परिबो आज्ञा। हां माने सिंपली क्वेश्चन या थिला तमे गोटे मनरु धरलो 100 टंका से वर्तमान कहूची कि -20% हे गला ता माने हे गला केते 80 टंका से हमकु पुणी कहूची से 100 को जीवो फेरिया को चाहूची ताले कोन करिवो तमे कहले ना 100 को पहुंचिया गले ताको जाहले भी 20 बढ़ाया पड़िबो ताले कोउठु बढ़ेबो ना सर 80 रु बढ़ेबो नहले केमते हो आ परसेंटेज बाहर करे कहूची इनटू 100 ताले तमर उत्तर पाइ गले केते 25% एमति भी तमे पचारी क्वेश्चन करि परिबो बुझिला देन लुण पानी कर देइछे देन इठी गोटे क्वेश्चन कहैछ तो क्वेश्चन हमें धीरे धीरे जल्दी स्पीड करि परिबा तो केही व्यस्त होनी कान हम पाखे बहुत समय अछि ये क्वेश्चन कहते ए विषय परसेंटेज क्वेश्चन आ जल्दी हो गोटे संख्या रो 20% से संख्या सह जोग कले 40 अधिक हुए देखो क्वेश्चन ता कोन कोइ तुम बुझिया पड़ से कोइ 20% बढ़ेलो 40 अधिक होला ता माने 20% ता 40 न हो कि भल से टिके भल से बुझिया चेष्टा करो जदी गोटे संख्या कहूची गोटे संख्या होची 100 ता आधरे मु 20 बढ़ेली से हे गला 120 ए सॉरी से हे गला 20 अधिक रेकॉर्डिंग करे कि छाडी दियो बढ़िया क्वेश्चन मु कहूची जे गोटे 200 अछि मु x से अधिक मिसेली ताधरे से हे गला केते 30 अधिक ता माने से x ता 30 न हो कि बुझी बात हमको जो गोटे तम पाकर धर 200 टका अछि मु तुमको किछि टका देली तम पाकर 20 टका अधिक हे गला तार मु केते टका देई अधिक सर माने 20 नेले हां मु तुमको गोटे क्वेश्चन पचारछि लेट्स से विष्णुप्रिया पाखरे किछि गोटे टंका थिला मु ताकू केते किछि टंका देली ता पाखरे 30 टका अधिक हे गला ताले मु ताकू केते टका देछि माने माने विष्णुप्रिया पाखरे किछि टंका थिला मु जानि मु ताकू 30 टंका देली जादरा कि तार 30 टंका अधिक हैला ऑब्वियसली ताले मु ताकू सॉरी मु केते टंका देली मु कहिनी क्वेश्चन जेमति पचार से क्वेश्चन ता बुझियो पड़े से क्वेश्चन कहिछि जे 20% जोग कल 40 अधिक हैला ता माने कोन से 20% ता ही 40 मु सेमति कहछि विष्णुप्रिया पाखरे किछि टंका थिला मु ताकू केते टंका देली देबा द्वारा ता 30 टंका अधिक हैला ता माने मु ताकू 30 टंका देछि सेट में 30 टंका देबा ता पाखरे बुझिला तार मु जेतिक देछि सेटा ही 30 टंका ठीक सेमति से कहछि गोटे संख्या रे 20% जोग कले 40 अधिक होय ता माने 20% ही 40 तापर क्वेश्चन पचार जे तेबे संख्याटी केते मु कहिथि दुनिया रे जहा कथा लास्ट को पचारिबा हमें केते परसेंट पचारिबा 100 परफेक्ट सर पचार दियो 100% के 100 गुणन 40 40/20
ତାହେଲେ ଉତ୍ତର ହେଇଯିବ 200। ଆଉ ଏଟା ତ ତମେ ସେଦିନ ମତେ କରିଥିଲେ ଆମେ ଆଜ୍ଞା 60 ରେ 20 ହବ 50 ହଉଛି ଆନ୍ସର। 30। ହଁ ଏଟା ଥିଲା 20 ନା 12 ଆନ୍ସର ଥିଲା? ନାଇଁ ସାର୍ 20। 20 ଥିଲା, ଠିକ ଅଛି। ତାର ଏଟା ହେଇଥିଲା 30 ର 40% ହେଇଥିଲା 12। ତାହେଲେ 12 60 ର କେତେ ଶତକଡା କହିଥିଲେ? ନା ନା ଏ ସରି 12 60 ଆଜ୍ଞା ର କେତେ ଶତକଡା? ତାହେଲେ 20% ଥିଲା। ଏଇଟା ବି କାଲି ଆମେ କରିଥିଲେ। ଆଜ୍ଞା ଏଟାର ୟା ଉତ୍ତର କେତେ ଆନ୍ସର ବାହାରିଥିଲା? 38 ହେଇଥିଲା 38। 38 ହେଇଥିଲା। ଦେନ୍ ତାପରେ ଏଇଟା ବି କାଲି କରିଥିଲେ। 35% କହିଛି 50% କହିଛି, ସେଇଟା ତାଠୁ ଏତିକି ଗୁଣା କହିଛି, ତା ମାନେ 15% ହଉଛି 12। ମନେ ଆଜ୍ଞା ପଡୁଛି କୋଶ୍ଚିନ୍ ନା କାଲି କରିଥିଲେ ଭୁଲି ଯାଇଛ? ସେ କହୁଛି ଗୋଟେ ସଂଖ୍ୟାର 35% ସେଇ ସଂଖ୍ୟାର 50% ଠାରୁ ଏତିକି ଗୁଣା, ତାମାନେ ସେ ଦି ଜଣଙ୍କୁ ଫେଳିଦେଲେ 12। ଆଜ୍ଞା ବୁଝି ହଉନି ବୋଧେ? ନାଇଁ କାଲି କହିଥିଲି ଭୁଲି ଯାଇଛ ତାହେଲେ। ହଉ ଟିକେ ଶୁଣ। ହଁ ସେ କହିଛି ଗୋଟେ ସଂଖ୍ୟାର 35% ସେଇ ସଂଖ୍ୟାର 50% ଠାରୁ 12 ଗୁଣା। ମୁଁ କହୁଛି କଣ କହିଥିଲି, ଧର କାଲି ବା ଏମିତି ନେଇଥିଲେ ଏକ୍ସାମ୍ପଲ, ଇଏ ହଉଛି ଅମରନାଥ, ଇଏ ହଉଛି ନିମ୍ସା, ଆ ପାଖରେ ଅଛି ଲେଟ୍ସ ସେ 200 ଟଙ୍କା, ଆ ପାଖରେ ଅଛି 120 ଟଙ୍କା। ତାହେଲେ ମୁଁ ଏକଥା କହିପାରିବିନି କି ଅମରନାଥ ପାଖରେ ନିମ୍ସା ପାଖରେ ଯେତିକି ଟଙ୍କା ଅଛି ସେଇଟା ଅମରନାଥ ଠାରୁ 80 କମ, 80 ଗୁଣା। ଏହା କହିପାରିବେନି? ସେ କଥା କହିଛି ଯେ 35% ଆଉ 50% ଠାରୁ 12 ଗୁଣା, ମାନେ 12 କମ। ତାମାନେ ଏଇ ଯୋଉ ଦି ଜଣଙ୍କୁ ଫେଡିଦେଲେ ଏଇ 12 ପାଇବେ। ଯେମିତି ଏଇ ଦି ଜଣଙ୍କୁ ଫେଡିଦେଲେ ମୁଁ 80 ପାଇଥିଲି, ସେମିତି ସେଇ ସେମ ଜିନିଷ ଦି ଜଣଙ୍କୁ ଫେଡିଦେଲେ ହଉଛି 15%। 15% ହଉଛି 12। ଆଉ ସବୁବେଳେ ମୁଁ କଣ ପଚାରିଛି, ସଂଖ୍ୟାଟି କେତେ, ମାନେ କଣ ପଚାରିବ ଏଇଠି ତମେ? 100ଟା। ହଁ 100% ପଚାରିବ, ସରିଗଲା ଉତ୍ତର। 100 × 12/15। ଏଟା ହଉଛି 5, 3 କାଟିଲେ ଏଟା ହଉଛି 4, ସେଟା ହଉଛି 20, that is 80। ଆଜ୍ଞା କୋଶ୍ଚିନ୍ ଗୁଡାକ ଏମିତି ତମେ ସବୁବେଳେ ସଲ୍ଭ କରିବାକୁ ଚେଷ୍ଟା କରିବ। ବର୍ତ୍ତମାନ ଆମେ 10ଟା କୋଶ୍ଚିନ୍ ସାରିଲେ, 15ଟା ମୁଁ ଭାବିଥିଲି 10ଟା ହେଲା, ବଟ୍ ପିଲା ବ୍ୟସ୍ତ ହୁଅନି, ଆମେ ଧୀରେ ଧୀରେ ସ୍ପିଡ ଅପ୍ କରିବା। ଆଉ ତମାନେ କୁଇଜ ନିହାତି ଆଟେଣ୍ଡ କରିଛ, ମୁଁ ଆଶା କରୁଛି ଏଇ 10ଟା କୋଶ୍ଚିନ୍ କୁ ମୁଁ ଆଉ ଥରେ କୁଇଜରେ ଆଜି ପକେଇବି। କୁଇଜ ପକେଇକି ନୂଆ କୁଇଜ ଗୋଟେ ତଳେ ଗୋଟେ କୁଇଜ, ଆଉ ଗୋଟେ କୁଇଜ ତଳେ ଆସିବ ଏଇଠି। ମାନେ ତମେ ଯଦି ଆମ ୱେବସାଇଟ ଭିଜିଟ କରିବ, ଆଜ୍ଞା ଟିକେ ଏଇ ଯୋଉ ଗୋଟେ କୁଇଜ ଏଠି ଅଛି ଷ୍ଟାର୍ଟ, ଏମିତି ଆଉ ଗୋଟେ ଆଜ୍ଞା ତଳେ ଗୋଟେ ଆସିବ ଷ୍ଟାର୍ଟ ହେଲା। ଏଇଟା କୁଇଜ ନମ୍ବର ଏଠି ଲେଖା ହେଇଛି ଶତକଡାର ପ୍ରୟୋଗ, ଏଠି 01 କରିଦେବି। ଏଠି ଆଉ ଗୋଟେ ଶତକଡାର ପ୍ରୟୋଗ 02 କରିଦେବି, ମାନେ 2 ନମ୍ବର କୋଶ୍ଚିନ୍, ମାନେ 2 ନମ୍ବର ତାର ଇଏ ଆସିବ ବୋଲି ଏମିତି ରହିବ 2 ନମ୍ବର। ଆଉ ସେଇଟାରେ ତମର ଇଏ ନୂଆ 10ଟା କୋଶ୍ଚିନ୍ ଥିବ, ତାକୁ ତମେ ସମସ୍ତେ ଆଟେଣ୍ଡ କରିନବ। ଆଉ ଦେନ୍ ଆମେ କାଲି ଆଉ ପରଦିନ ଆଉ 2ଟା କ୍ଲାସ ସରିଯିବ। ଏବେ ଆମେ ସ୍ପିଡ କୋଶ୍ଚିନ୍ କରିପାରିବା। ଆଉ ତମମାନେ ଯଦି କିଛି ଡାଉଟ ରହିଯାଉଛି ଭିଡିଓଟାକୁ ପୁଣି ଥରେ ଦେଖିବ। ଏଇଠି 1 ନମ୍ବର ଭିଡିଓ ମୁଁ କମ୍ପଲସରି କାଲି ଦେଖିଲା ବେଳକୁ ଏଠି 2 ନମ୍ବର ଭିଡିଓ, 3 ନମ୍ବର ଭିଡିଓ, 3ଟାକୁ ଭିଡିଓ ପକେଇ ଦେଇଥିବି। ତମମାନେ ଭିଡିଓ ଦେଖିଲେ ଆଉ ଥରେ ଭଲସେ ବୁଝିପାରିବ। ଆଉ ନହେଲେ ଆଜ୍ଞା କ୍ଲାସରେ ଟିକେ ମାନେ କଥା କୁହ ନା, ସାର୍ ମୁଁ ଏଇଟା ବୁଝିପାରୁନି ସେଇଟା ବୁଝିପାରୁନି। କଥା ହେଲେ ହିଁ ତମମାନେ ଅମରନାଥ କଟି ଯାଇଛି ବୋଧେ କ୍ଲାସରୁ। ସିଏ ମେସେଜ କରିଥିଲେ। ଓକେ, ମେ ବି ତାର ଡାଟା ସରିଯାଇଛି। ଏବେ ବଡ ପିଲାଙ୍କର କ୍ଲାସ ଟାଇମ ହେଇଯାଇଛି। ବଟ୍ ମୁଁ ଭାବୁଥିଲି ଆଜି 8:45ରେ ସରିଯିବ ତମ କ୍ଲାସ, ଆଣ୍ଡ ତାପରେ ଆମେ ଅଲଗା କିଛି ମୁଁ ଯୋଉ କହୁଥିଲି ଇଣ୍ଟ୍ରୋଡକ୍ସନ ବାବଦକୁ କଥା ହେଇଥାନ୍ତେ। ବଟ୍ ଆଜି ତ ସମୟ ହେଲାନି, ମୁଁ ଯାଉଛି ବଡ ପିଲାଙ୍କ କ୍ଲାସକୁ। ବଟ୍ ମୁଁ ଆଶା କରୁଛି ତମମାନେ କାଲି 8ଟା ବେଳେ ହିଁ କ୍ଲାସକୁ ଆସିବ। ଆଉ ମୁଁ ଡାଇରେକ୍ଟ 8ଟା ବେଳକୁ ହିଁ କୋଶ୍ଚିନ୍ କରିବା ଷ୍ଟାର୍ଟ କରିବି। କାଲି ଆଉ କିଛି ବୁଝେଇବିନି, କାହିଁକିନା ବୁଝା ସବୁ ସରିଯାଇଛି। ଏବେ ଡାଇରେକ୍ଟ 11 ନମ୍ବର କୋଶ୍ଚିନ୍ ଆମେ ଷ୍ଟାର୍ଟ କରିବା। ଟୋଟାଲ କୋଶ୍ଚିନ୍ କେତେ ଅଛି ମୁଁ ଦେଖିଦଉଛି, ଟିକେ ରହିଲା। ଟୋଟାଲ କୋଶ୍ଚିନ୍ ଅଛି 25ଟା କୋଶ୍ଚିନ୍ ଅଛି। ଟୋଟାଲ 25ଟା କୋଶ୍ଚିନ୍ ଅଛି ଏଥିରେ। ଦେନ୍ ସେଥିରେ ଅଛି 35ଟା କୋଶ୍ଚିନ୍। ଟୋଟାଲ ହଉଛି 35 + 25।
माने तमर होची 60 टा क्वेश्चन ऑलरेडी 10 टा सारिले माने आउ 50 टा सारिया पई हेले हमकु दिन को 25 टा क्वेश्चन माने काली 25 टा क्वेश्चन सारिया पड़िबो दीटा क्लास सारिया कहले सो समस्त जाहले भी एग्जाम 8 टा बेले क्लास को आसीबो मु 8 टा बेलु प्रथम 11 नंबर क्वेश्चन स्टार्ट आ हां जो क्वेश्चन न बुझी पारिबो तो सर पण 7टा बेलु नहले कर दो नाहंती जदी सुविधा होने आपनको नहीं नहीं मते सुविधा नहीं पुणी क्लास माने घंटे जगह को 1.5 घंटा पड़िबो ना ना कथा सेठी नहीं कथा होची अमरनाथ ऊपर से कोन करछ कोन ना देखियो हम कथा हेबे एटा प्रथम वीक चली छी देखियो आगु चिंता करबा आ संडे टिके लंबा क्लास नबा हम देखिबा दादा लागि टिके त माने कर टिके पाठ भल से क्लियर हे जिवो से दिन टिके हम भल से क्लियर हो ना गुटे काम करबा जे कोनसी टॉपिक जतले नुवा आरंभ हो सेना संडे रखि देबा संडे राति रखि देबा न जादरा टिके अधिक भल से पढ़ी पारे न हले जदी शनिवार मु तो क्लास करेनी केबे कोनोसी पिलाकर केबे करिनी जदी हबो न तमानकर शनिवार भी रखि परिबा क्लास जहा भी कोन करबा आगु वर्तमान में एग्जिट होची ए गोटे क्वेश्चन अछि ए गोटे क्वेश्चन करे दे मु जाय पळे पिला ऑलरेडी मेसेज करथिलेनी 5 घंटा रो शतकड़ा अच्छा केते शतकड़ा 54 मिनिट मु तमानो क्वेश्चन गोटे देथिली 600 मार्क हो तमरो फुल सेही जगह 5 घंटा को इमेजिन करो तमे रखिछ 360 ताले परसेंटेज केमिति बार करथलो ना जेति की रखिथिबो सेहीटा रहइबो ऊपर आ तळे रहइबो फुल इनटू 100 एमिति तमे तमे निजर परसेंटेज कैलकुलेशन करथिलो ठीक सेमति जेति की मिनिट पचाची सेहीटा रखिबो ऊपर तळे रहइबो फुल फुल माने 5 घंटा 5 घंटा को 5 घंटा हिसाब रे लिखिबा ठीक की काना ऊपर मिनिट लिखिछ माने तळे मिनिट भी करियो तले 5 घंटा को मिनिट रे प्रकाश करले या नो कि 5 गुणन 60 आज्ञा हां तापरे शतकड़ा माने इनटू 100 अरे गला उत्तर पाई जाओ उत्तर केता हबो 0 0 6 54 5 2 9 2 18% बुझियला ताले ए टाइप रो क्वेश्चन काले मु तीनटा खंड निजे टाइप करी पठेबी त मानको क्विज रे हैला माने किछि केते घंटा वाले देथिबो केते मिनिट देथिबो नहले सेकेंड देथिबो ताले सेटा परसेंटेज बाहर कर करि परिबो त आज्ञा सर ठीक अछि चल नंबर क्लास